ସକାଳର ହେଡ଼ଲାଇନ୍ ସକାଳର ବଡ଼ ଖବର ଲାଟେଷ୍ଟ ଖବର ଆସି ପହଞ୍ଚୁଛି କି ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର କାଶୀବାଗା ଭେଙ୍କଟେଶ୍ୱର ମନ୍ଦିରରେ ଦଳା ଚକଟା ଗତକାଲି ପଞ୍ଚୁକ ଆରମ୍ଭ ହୋଇଥିବାରୁ ତ ବହୁତ ମାତ୍ରାରେ ସେଠି ଲୋକ ଭିଡ଼ ଥିଲେ ଭଗବାନଙ୍କ ଦର୍ଶନ ପାଇଁ ଅତ୍ୟଧିକ ବଡ଼ ଭିଡ଼ ହେବାରୁ ଦଳା ଚକଟା ହୋଇଥିଲା ଏବଂ ସେଥିରେ 10 ଜଣଙ୍କ ସମ୍ପୂର୍ଣ୍ଣ ଭାବରେ ନିହତ ହୋଇଛନ୍ତି ବା ମୃତ୍ୟୁ ହୋଇଛନ୍ତି ଏବଂ ଅନେକ ଜଣ ଆହତ ହୋଇଛନ୍ତି। ଏବେ ସୁଦ୍ଧା ଯଦିଓ ସ୍ପଷ୍ଟ ସୂଚନା ଆସୁନି କିନ୍ତୁ ସ୍ପଷ୍ଟ ସୂଚନା ଆସୁଛି 10 ଜଣଙ୍କ ପ୍ରାଣହାନି ହୋଇଛି ଏବଂ ଅନେକ ଜଣ ଆହତ ହୋଇଛନ୍ତି। କିନ୍ତୁ କେଉଁଭଳି କାରଣରେ ଏସବୁ ଦୁର୍ଘଟଣା ଘଟିଗଲା ସମ୍ପୂର୍ଣ୍ଣ ଭାବରେ ମନ୍ଦିର ପ୍ରଶାସନକୁ ଦାୟୀ କରିଛନ୍ତି ସେଠିକାର ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏଥିପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ନିଶ୍ଚିନ୍ତ ଭାବରେ ଯେହେତୁ କାଲି ପଞ୍ଚୁକ ଆରମ୍ଭ ହୋଇଥିଲେ ଆମେ ଭେଙ୍କଟେଶ୍ୱର ମନ୍ଦିରରେ ବହୁତ ମାତ୍ରାରେ ଭକ୍ତମାନେ ଭିଡ଼ ଥିଲେ ସେଥିପାଇଁ ଏମିତି ଏକ ଘଟଣା ଘଟିଗଲା ବୋଲି ଯାହା ଶୁଣିବାକୁ ମିଳୁଛି ଯାହା ଲାଟେଷ୍ଟ ଅପଡେଟ୍ ଆସି ପହଞ୍ଚୁଛି।